ମାମା ହ୍ୟାଲୋ। ଇରେ ତୁ କୋଉଠି ବୁଲି ବୁଲିକିରି ଆସିଲୁ? ଆଁ? ତୁ ଏମିତି ବୁଲି ବୁଲିକିରି ଆସିବୁ? ତମ ସାର୍ ଆଜି ମୋ ପାଖକୁ ଫୋନ କରିଥିଲେ। କୋଉ ସାର୍? ତମ କଲେଜ ସାରେ କଣ ପାଇଁ? କହିଲେ କଲେଜ ଯାଉନି, କ୍ଲାସ କରୁନି, ଆଉ ସେ କଣ ପାଠ ସେ ପଢିବ? ସାର୍ ସେ ସାର୍ ଫାର୍ ମତେ କଥା କହନା। ଇରେ ଶୁଣ ବା, ତୁ କାହିଁ ଏମିତି ହଉଛୁ କହିଲୁ କଣ ପାଇଁ? ଝିଅ ତୁ ରହି କଲେଜ ଯାଇନୁ ନା କଣ? କଲେଜ କଣ ଯାଇନୁ? ମୁଁ ବା ତାକୁ ସେଇ କଥା କହୁଛି, ତାଙ୍କ ସାର୍ ଫୋନ କରିଥିଲେ ଯାଉନି ବୋଲି କଲେଜ, ତାକୁ ସେଇ କଥା ବୁଝଉଛି। ତୁ କଣ ଯାଇନୁ ଏପର୍ଯ୍ୟନ୍ତ ଘରେ ବୁଲୁଛୁ? ଘଟଣା କଣ? ତୁ କିଛି ଜାଣିପାରୁନୁ ନା କଣ? ତୁ ତ କହିଲୁ ମତେ ତମ ଝୁଅକୁ ବଡ କଲେଜରେ ପଢେଇଲ। ମୁଁ କଷ୍ଟ କରି ପର ଘରେ ମଜୁରୀ ନାଗିଲି, ଗାଈ ଦୁଇଁଲି, ଗାଈ ରଖିଲି, ଛେଳି ରଖିଲି, ସବୁ କାମ କଲି। ତୋତେ ନେଇକି ତ ବଡ କଲେଜରେ ପାଠ ପଢେଇଲି। ତୁ ତ କ୍ଲାସ କରୁନୁ, ଆସି ଘରେ ବୁଲୁଛୁ। ଆଉ ତୁ ଯଦି କ୍ଲାସ ନ କରିବୁ ଘରେ ଆସି ବୁଲୁ, ଗାଈ ଜଗେ ନହେଲେ ଛେଳି ଜଗେ, ଆଉ କଥା ତ ମାନିଲୁନୁ। କଣ ପାଇଁ ଯାଉନୁ କହିଲୁ କଲେଜ? ଗୋଟେ ଲୋକ ମତେ ପଚାରିଲା, କଣ ଜାଣିଛୁ ତମ ପୁଅ କଣ କରୁଛି? ମୁଁ କଣ କହିବି? ମୋ ପାଟିରୁ କିଛି ଉତ୍ତର ନାହିଁ। ତୁ ଘରେ ବୁଲୁଛୁ କହିବି ନା କଲେଜରେ ପଢୁଛୁ ବୋଲି କହିବି? ସମୟରେ ମୁଁ କ୍ଲାସ୍ କରିପାରିବି, ମୋ ଇଚ୍ଛା ନାହିଁ ମୁଁ କ୍ଲାସ୍ ସବୁବେଳେ ଘରେ ସବୁବେଳେ ଗୋଟେ ସାଙ୍ଗ